ପକା ହଉଛି କୋଉ ମଣ୍ଡଳୀରେ ହେଇନଥିବ। ଆଜି ଯୋଉ ପ୍ରକାର ଭାବରେ ଆମେ ଏଇ ଚର୍ଚ୍ଚ ଘର ଫାଉଣ୍ଡେସନ ପକାଉଅଛୁ, ଯେତେ ଗୁଡାଏ ମଣ୍ଡଳୀ ହେଇଛି, ଯେତେ ଗୁଡାଏ ଚର୍ଚ୍ଚ ଘର ତିଆରି ହେଇଛି, ହୁଏତ ଡାକା ପଙ୍କା ମଣ୍ଡଳୀ ପରି କୌଣସି ମଣ୍ଡଳୀରେ ହେଇନଥିବ। ତାର ଗୋଟେ ମାତ୍ର ଉଦ୍ଦେଶ୍ୟ ଯେ ଆମେ ସମସ୍ତେ ସାନ ବଡ ଉପବାସର ସହିତ ଏଇ କାର୍ଯ୍ୟକ୍ରମ କରୁଅଛୁ। ସେଥିପାଇଁ ମୁଁ ଏକଥା କହିବା ପାଇଁ ଇଚ୍ଛା କରୁଛି ଯେ ଡାକା ପଙ୍କା ମଣ୍ଡଳୀରେ ଯୋଉ ପ୍ରକାର ଭାବରେ କାର୍ଯ୍ୟ କରୁଅଛୁ, କୌଣସି ମଣ୍ଡଳୀରେ ହୁଏତ ହେଇନଥିବ। ତାଳି ମାରି ଟିକେ ପ୍ରଭୁଙ୍କର ପ୍ରଶଂସା କରିବା। ଚର୍ଚ୍ଚ ଘର ଫାଉଣ୍ଡେସନ ହେଲେ ଭୋଜି ଭାତ ହବ, ଖାଇବା ପିଇବା ହବ, ଅନେକ ବନ୍ଧୁ ମାନେ ଅତିଥି ମାନେ ଆସିବେ, ସମସ୍ତଙ୍କ ଦ୍ୱାରା ମଜା ମଜଲିସ ଖାଇବା ପିଇବା ହେଲା ପରେ ହିଁ ଚର୍ଚ୍ଚ ଘର ହେଇଥାଏ, ଫାଉଣ୍ଡେସନ ପକା ହେଇଥାଏ। କିନ୍ତୁ ଆଜି ଆମେ ସାନ ବଡ ସମସ୍ତେ ଉପବାସର ସହିତ ଏଇ କାର୍ଯ୍ୟକ୍ରମ କରୁଅଛୁ। ସେଥିପାଇଁ ପ୍ରଭୁ ଗୌରବାନ୍ବିତ ହୁଅନ୍ତୁ। ଆଜିର ଏଇ କାମ ପକ୍କା ହବ। ଏଇ ଚର୍ଚ୍ଚ ଘର ଯେମିତି ହେଲେ ବି ଆରମ୍ଭ ହେଇଛି, ସେମିତି ବି ସମାପ୍ତ ହେବ। ପ୍ରଭୁ ଗୌରବାନ୍ବିତ ହେବେ, କାରଣ ଆମେ ଉପବାସର ସହିତ ଏଇ କାର୍ଯ୍ୟକ୍ରମ କରୁଅଛୁ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ପ୍ରଭୁଙ୍କ ଧର୍ମଶାସ୍ତ୍ରରୁ ଏଷ୍ଟର ପୁସ୍ତକ ଯେତେବେଳେ 4 ଅଧ୍ୟାୟ 16 ପଦକୁ ଅଧ୍ୟୟନ କରିବା, ଏଷ୍ଟର କହିଲେ ମୋ ନିମନ୍ତେ ଉପବାସ କର, ମୁଁ ମଧ୍ୟ ଉପବାସ କରିବି, ଆମେ ସମସ୍ତେ ଉପବାସ କରିବା। ଉପବାସ କରିବା ଦ୍ୱାରା ପ୍ରଭୁ କେମିତି ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛନ୍ତି ତାହା ଆମେ ଦେଖିବା। ମୁଁ ରାଜାଙ୍କ ନିକଟକୁ ଯିବି, ମଲେ ମରିବି ସିନା, କିନ୍ତୁ ମୁଁ ଯିବି, କିନ୍ତୁ ପ୍ରଥମେ ମୋ ନିମନ୍ତେ ଆମେ ସମସ୍ତେ ଉପବାସ ପ୍ରାର୍ଥନା କରିବା। ପ୍ରକୃତରେ ସେଦିନ ଉପବାସ କଲେ, ପ୍ରାର୍ଥନା କଲେ, 3 ଦିନ ପର୍ଯ୍ୟନ୍ତ ସେମାନେ ପ୍ରାର୍ଥନା କଲେ, ଉପବାସ କଲେ। ଆଉ ରାଣୀ ଏଷ୍ଟର ରାଜାଙ୍କ ନିକଟକୁ ଯାଉଅଛନ୍ତି, କୌଣସି ବିନା ବିଧାରେ ସେ ଯାଇପାରୁଅଛନ୍ତି। ଆଉ ପରମେଶ୍ୱର ଇତିହାସକୁ ପରିବର୍ତ୍ତନ କଲେ। ହାଲେଲୁୟା, ହାଲେଲୁୟା। ଉପବାସ ଦ୍ୱାରା ପରମେଶ୍ୱର ଇତିହାସକୁ ପରିବର୍ତ୍ତନ କଲେ। ଆଜି ଡାକା ପଙ୍କା ମଣ୍ଡଳୀରେ ମଧ୍ୟ ଆମମାନଙ୍କର ଚିନ୍ତାର ବାହାରେ, ଆମମାନଙ୍କର ଯୋଜନାର ବାହାରେ ଆମେ ଯାହା କରିପାରିବା ନାହିଁ, ସେ ପ୍ରକାର କାର୍ଯ୍ୟ ଆଜି ଏହି ମଣ୍ଡଳୀରେ କରିବା ପାଇଁ ପ୍ରଭୁ ଯାଉଅଛନ୍ତି। ତାଳି ମାରି ଟିକେ ପ୍ରଭୁଙ୍କର ପ୍ରଶଂସା କରିବା। ପ୍ରଭୁଙ୍କ ଠାରେ କୌଣସି ବିଷୟ ଅସମ୍ଭବ ନାହିଁ। ତେଣୁ ଉପବାସର ସହିତ ଯେତେବେଳେ ଆମେ ଏହି କାର୍ଯ୍ୟକ୍ରମ କରୁଅଛୁ, ପ୍ରଭୁ ବେଶୀ ଧ୍ୟାନ ଦେବେ ଆଉ ବେଶୀ ମନୋନିବେଶ କରିବେ ସ୍ଥାନରେ। ଆଜିର ଶାସ୍ତ୍ରାଂଶ ଟିକେ ଅଧ୍ୟୟନ କରିବା। ଆଦି ପୁସ୍ତକ 22 ଅଧ୍ୟାୟ 7 ପଦରୁ 14 ପଦ ପର୍ଯ୍ୟନ୍ତ। ଆଦି ପୁସ୍ତକ 22 ପର୍ବ 7 ପଦରୁ 14 ପଦ ପର୍ଯ୍ୟନ୍ତ କେହି ଜଣେ ପଢନ୍ତୁ, ସ୍ପଷ୍ଟ ଭାବରେ ପଢନ୍ତୁ, ଧୀରେ ଧୀରେ ପଢନ୍ତୁ। 22 ପର୍ବ 7 ରୁ 14। ମଉତ ନିଅ, ଆଉ ଇସାକ ଆପଣ ମଉତ ନିଅ। ଆଉ ଇସାକ ଆପଣ ପିତା ଅବ୍ରାହମକୁ ଡାକି କହିଲା, ହେ ମୋହର ପିତା। ତହିଁରେ ସେ ଉତ୍ତର କଲେ, ପୁତ୍ର ଦେଖ ମୁଁ ଏଠାରେ। ସେତେବେଳେ ସେ ପଚାରିଲା, ଏଇ ଦେଖ ଅଗ୍ନି ଓ କାଷ୍ଠ, ମାତ୍ର ଅମୁ ନିମନ୍ତେ ମେଣ୍ଢା ଛୁଆ କାହିଁ? ତହିଁରେ ଅବ୍ରାହମ କହିଲେ, ପୁତ୍ର ପରମେଶ୍ୱର ଆପେ ଅମୁ ପାଇଁ ମେଣ୍ଢା ଛୁଆ ଯୋଗାଇବେ। ତହୁ ଦୁହେଁ ଏକତ୍ର ଚାଲିଗଲେ। ଆଉ ପରମେଶ୍ୱରଙ୍କ ନିରୂପିତ ସ୍ଥାନରେ ଉପସ୍ଥିତ ହୁଅନ୍ତେ ଅବ୍ରାହମ ସେଠାରେ ଏକ ଯଜ୍ଞ ବେଦୀ ନିର୍ମାଣ କରି ତହିଁ ଉପରେ କାଠ ସଜାଡ଼ି ଆପଣା ପୁତ୍ର ଇସାକଙ୍କୁ ବାନ୍ଧି ବେଦୀରେ କାଠ ଉପରେ ଶୁଆଇଲେ। ଅନନ୍ତର ଅବ୍ରାହମ ଅସ୍ତ ବିସ୍ତାରୀ ପୁତ୍ରକୁ ବଧ କରିବା ନିମନ୍ତେ ଚୁରିକା ଧରିଲେ। ଏପରି ସମୟରେ ଆକାଶରେ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଡାକି କହିଲେ, ଏ ଅବ୍ରାହମ, ଏ ଅବ୍ରାହମ। ତହିଁରେ ସେ କହିଲେ, ଦେଖନ୍ତୁ ମୁଁ ଏଠାରେ। ତହିଁରେ ସେ କହିଲେ, ତୁମେ ସେଇ ବାଳକର ପ୍ରତିକୂଳରେ ଅସ୍ତ ବିସ୍ତାର କର ନାହିଁ ଓ ତାହା ପ୍ରତି କିଛି କର ନାହିଁ, କାରଣ ପରମେଶ୍ୱରଙ୍କ ପ୍ରତି ତୁମର ଭୟ ଅଛି। ଏହା ଏବେ ଆମ୍ଭେ ବୁଝିଲୁ, ଯେହେତୁ ତୁମେ ଆମ୍ଭକୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ହିଁ ଅସମତ ନହେଲ। ସେତେବେଳେ ଅବ୍ରାହମ ଅନାଇ ଆପଣା ପଛଆଡ଼େ ବୁଦାର ଲତାରେ ବଦଶୃଙ୍ଗ ଗୋଟିଏ ମେଷ ଦେଖିଲେ। ତହିଁରେ ଅବ୍ରାହମ ଯାଇ ସେ ମେଷକୁ ଆଣି ଆପଣା ପୁତ୍ର ବଦଳେ ତାହାକୁ ଅମୁ ନିମନ୍ତେ ଉତ୍ସର୍ଗ କଲେ। ପୁଣି ଅବ୍ରାହମ ସେ ସ୍ଥାନର ନାମ ଜିହୋଭା ଜିରି, ସଦାପ୍ରଭୁ ଜଗାଇବେ ରଖିଲେ। ଏଣୁକରି ଆଜି ଯାଇ ଲୋକେ କହନ୍ତି, ପର୍ବତରେ ସଦାପ୍ରଭୁ ଜଗାଇବେ। ପ୍ରଭୁ ଏହି ପର୍ଯ୍ୟବାକ୍ୟରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ପର୍ବତରେ ସଦା ପ୍ରଭୁ ଯୁଗାଇବେ।
अति सुंदर विषय आम समस्ते जानी अच्छु अति जनाशुना पुस्तक आम देखु जे दिने अब्राहम तांकर एकमात्र पुओ जे कि जाकु कि से गत वयस्क से पाइले बुढ़ा समय पाइले परमेश्वर को अनुग्रह रु पाइले परमेश्वर आशीर्वाद रु पाइले जहाँ से भावी नथिले आशा कर नथिले दीर्घ 25 वर्ष पर से पाइले 75 वर्ष बेलू प्रभु तांको कहले तुमर एक पुत्र जन्म हेबो किंतु 25 वर्ष जगिले 100 वर्ष बेलू से एक पुत्र संतान पाउछंती परमेश्वर तांको परीक्षा कले एई पुओ को नेकी जाओ से मोरिया पहाड़ रे तांको मो निमंते बलि उत्सर्ग कर केते दुखर विषय जो पुओ को 11 वर्ष से पाई अछंती बुढ़ा समय पाई अछंती एकमात्र पुओ को पाई अछंती ताकू आज परमेश्वर को देश रे बलि करिवे एडा दुखर विषय केते कष्टकर विषय तथापि मध्य पुओ संगे से माने जाऊ अछंती दास माने भी जाऊ अछंती से माने सेई यज्ञ वेदी को आ प्रभु को उपासना करिबा पाई हालेलुया जाओ जाओ अधरास्ता रे दास मान को कहले तुम एई जगह रे रहि जाओ आमे दुए बापा पुओ जीवु सेई जगह रे परमेश्वर को उपासना करी आसीबु जगतर लोक माने आसंतु कि न आसंतु बापा पुओ से माने जाउछंती परमेश्वर उपासना करिबा पाई हालेलुया हालेलुया गला बळे रास्ता रे बापा पुओ कथावार्ता हेकी जाउछंती पुओ पचारुची केडे सुंदर कथा जे आम पाखरे सब किछि अछि एई देखो अग्नि आम पाखरे अछि काठ आम पाखरे अछि मात्र होम निमंते मेंढा छुआ आम पाखरे नाही ये छोट पिला हेले कोन हैला बापा को ए प्रश्न पचारु अछि हां सब किछि अछि काठ अछि छुरी अछि निहा भी अछि किंतु मेंढा छुआ काई बापा को पचारु ए गोटे अड़ुआ प्रश्न बापा भी अकଳରେ पड़ी गले केमिति उत्तर देबे हां केमिति उत्तर दे मां ना मु तुमको बद्ध करबा पई जाउछी जदि सेमति कहि देबे से कोहार पळे जीवो डरी जीवो कान होबो से मानिबो कि ना नाही ए सब अछि तथापि मध्य अब्राहम कहले सदा प्रभु जुगाइबे हालेलुया हालेलुया निरूपित जगह को पहुंचिले यज्ञ वेदी निर्माण हे गेला हां काठ सजा हे गेला आ निया भी रेडी अछि किंतु मेस नाही बाध्य हेकी निजर पुअर हाथ गोड़ को बांधिकी यज्ञ वेदी ऊपर सुआइले गोटे बापा हिसाब रे निज पुओ को यज्ञ वेदी रे सुआइकी ताकू बद्ध करिवे केते दुख विषय केते कष्टकर विषय गोटे मात्र छुआ किंतु अब्राहम कले जेतबले से छुरिका निज पुओ ऊपर को उठाउछंती परमेश्वर कहले हे गेला मु तुम्हार विश्वास देखिली तुम पुओ को बद्ध कर नाही परमेश्वर गाडो ए बाणी हला पछाड़े गोटे मेष थिला ताकू आनिले बलि उत्सर्ग कले ताली मारी टिके प्रभुंकर प्रशंसा करिवे एठी कथा होची यज्ञ वेदी रेडी हेछि यज्ञ वेदी रेडी हेछि आओ मेष आसीबार बाकी अछि परमेश्वर जतबे आदेश देउछंती यज्ञ वेदी तैयारी करो आ बलि उत्सर्ग करो बलि पाई मेष से जेमिति हेले भी जुगाइबे हालेलुया हालेलुया यज्ञ वेदी निर्माण होई अछि किंतु बलि निमंते मेषर आवश्यकता रही अछि ए मंडली केते वर्ष हला जे मीडियम डेल कान लोक 41 वर्ष हला 44 वर्ष हला 84 वर्ष हला वेदी निर्माण होई कि अछि किंतु बलिर आवश्यकता रही अछि मेषर आवश्यकता रही अछि हालेलुया हालेलुया केले सुंदर भाबरे एक 44 वर्ष परे वेदी निर्माण होई अछि किंतु मेषर आवश्यकता रही अछि प्रभु गौरवान्वित हुंतु प्रभुकर महान दास शुभवंत आनंद प्रभु ठीक समय रे जुगाइले प्रभु को वाक्य लिखा जाए जे सदा प्रभु जुगाइबे ये होची आश्चर्य कार्य
ये मनुष्य द्वारा नुहे ये परमेश्वर आड़ू होती। आपण माने अनुभव कर